आर्सारेना मार्शल संगठन तरफରୁ सान्ताली भाषा दिवस पालित। आज डिसेम्बर 22 सान्ताली भाषा दिवस। डिसेम्बर 22 और 23 तारीख 2003 रे लोकसभा और राज्यसभा रे 4टी भाषार विधेयक पारित होइतिला। सेथि मध्यरु बोडो, डोगरी, मैथिली और सान्ताली अंतर्भुक्त थिला। ଜାନୁଆରୀ ମାସ 7 ତାରିଖ 2004 ରେ ସେତେବେଳର ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ଏପିଜେ ଅବଦୁଲ କଲାମ ଏଥିରେ ମୋହର ମାରି ସାନ୍ତାଳୀ ଭାଷାକୁ ଜଙ୍ଗଲରୁ ନେଇ ସଂସଦରେ ପହଞ୍ଚାଇବାର ସଫଳତା ଦେଇଥିଲେ। ଦେଶରେ ଏବେ 2 କୋଟିରୁ ଅଧିକ ଲୋକ ସାନ୍ତାଳୀ କୁହନ୍ତି। ସାନ୍ତାଳୀ ଭାଷାର ନିଜସ୍ୱ ଲିପି ରହିଛି, ଯାହାର ନାଁ ଓଲଚିକି, ଯାହାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ 1925 ରେ ଉନ୍ମୋଚିତ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଇବଣିଆ ଅଞ୍ଚଳର ସାମାଜିକ ସଂଗଠନ ଆର୍ସାରେନା ମାର୍ଶାଲର ଆବାହକ ସନ୍ତୋଷ କୁମାର ଜେନାଙ୍କ ଆହ୍ୱାନରେ ସଂଗଠନ ସଭ୍ୟ ରଥ ହାଂସଦା ରାଜ ହାଂସଦାଙ୍କ ସହଯୋଗରେ ରାଇବଣିଆ ଅଞ୍ଚଳର କବାଟ ଘାଟି ସରକାରୀ ଆଶ୍ରମ ଦୁଇଟିରେ ସାନ୍ତାଳୀ ଭାଷା ଦିବସ ପାଳନ ସହ ଓଲଚିକି ଲିପି ସମ୍ବନ୍ଧିତ ଏକ ପ୍ରତିଯୋଗିତା କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା। ଛାତ୍ରଛାତ୍ରୀମାନେ କିପରି ଓଲଚିକି ପାଠପଢ଼ାର ଅଧିକ ସାମିଲ ହେବେ ଓ ଆଗ୍ରହ ବଢ଼ାଇବେ, ଆଗକୁ ଆଦିବାସୀ ବହୁଳ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟଗୁଡ଼ିକରେ ଓଲଚିକି ଲିପିରେ ବିଦ୍ୟାଳୟର ନାଁ ଲେଖା ସହ ଓଲଚିକି ପଢ଼ା ହୋଇପାରିବ, ସେ ନେଇ ସଂଗଠନ ତରଫରୁ ଆଲୋକପାତ କରାଯାଇଥିଲା। ତେବେ ସାନ୍ତାଳୀ ଭାଷାକୁ ରାଜ୍ୟ ସରକାର ଦ୍ୱିତୀୟ ରାଜଭାଷାର ମାନ୍ୟତା ଦେବାର ନାରା ମଧ୍ୟ ଉଠିଛି। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।